ସମସ୍ତଙ୍କୁ ଅଭିନନ୍ଦନ। ପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା, ସମସ୍ତଙ୍କୁ ସେ ଭଲରେ ରଖନ୍ତୁ। ପୃଥିବୀ ପୃଷ୍ଠରୁ ଅନ୍ୟାୟ ଓ ଦୁର୍ନୀତି ଲୋପ ପାଇଯାଉ। ପ୍ରଥମେ ବଡ଼ମାନଙ୍କୁ ମୋର ପ୍ରଣାମ ଓ ସମ୍ମାନ, ସାନମାନଙ୍କୁ ମୋର ସ୍ନେହ ଆଶୀର୍ବାଦ। ଆଜି କାହିଁ ଇଚ୍ଛା ହେଲା ପୁଣି ସେଇ ଛୋଟ ଛୋଟ ବାର୍ତ୍ତା, ଯାହାକି ଆପଣମାନେ ସମସ୍ତେ ଜାଣିଛନ୍ତି, କେବଳ ମୁଁ କହିଦିଏ ସବୁବେଳେ ମନେ ରଖିବା ପାଇଁ। ଆମେ ମନେ ପକାଇଦେଲେ ତାହା ଆମେ ଯଦି କାମରେ ଲଗାଇବା, ଆମର ମଙ୍ଗଳ ହେବା ସହିତ ଅନ୍ୟମାନଙ୍କର ମଧ୍ୟ ମଙ୍ଗଳ ହେବ। ଧନ୍ୟବାଦ। ଯଦି କୌଣସି ଭୁଲ ହୋଇଯାଏ ମୋତେ କ୍ଷମା କରିଦେବେ। ମଣିଷର ଆର୍ଥିକ ସ୍ଥିତି ଯେତେ ବି ମଜବୁତ ହୋଇଥାଉ ନା କାହିଁକି, ଜୀବନର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ତା'ର ମାନସିକ ସ୍ଥିତି ଭଲ ରହିଥିବ। ଏତିକି ଜାଣନ୍ତୁ, ଆପଣଙ୍କ ପାଖରେ ଟଙ୍କା, ଘୋଡ଼ା, ଗାଡ଼ି, ବ୍ୟାଙ୍କ ବାଲାନ୍ସ, ବହୁତ ଜାଗାରେ ପ୍ଲଟ୍, ବହୁତ ଜାଗାରେ ବିଲ୍ଡିଂ ଏମିତି ଥାଇପାରେ, କିନ୍ତୁ ଜୀବନର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ତା'ର ମାନସିକ ସ୍ଥିତି ସବୁବେଳେ ଭଲ ରହିଥିବ। ଏତିକି ଭଗବାନଙ୍କର ପ୍ରାର୍ଥନା, ସମସ୍ତେ ମାନସିକ ସ୍ଥିତିରେ ଭଲରେ ରୁହନ୍ତୁ। ଆଉ ଗୋଟେ କଥା ଆଜ୍ଞା, ଆପଣ ଯଦି ଠିକ୍ ଥିବେ, ଆପଣଙ୍କର କର୍ମ ଯଦି ଠିକ୍ ଥିବ, ଆପଣଙ୍କ ବିରୁଦ୍ଧରେ କିଏ କେତେ ଆଲୋଚନା ବା ପର୍ଯ୍ୟାଲୋଚନା କରନ୍ତି, ତାହେଲେ ଆପଣଙ୍କ କୌଣସି ଫରକ ପଡ଼ିବ ନାହିଁ। କାହିଁକିନା ଆପଣ ଯଦି ଠିକ୍ ଅଛନ୍ତି, ତାହେଲେ ଈଶ୍ୱର ଆପଣଙ୍କ ସହିତ ଅଛନ୍ତି। ତାପରେ ମୁଁ ଠିକ୍ ବୋଲି କାହାକୁ ପ୍ରମାଣ ଦେବା ପାଇଁ କିଛି ଆବଶ୍ୟକ ନାହିଁ, କାରଣ ମୁଁ ଯଦି ଠିକ୍, ଈଶ୍ୱର ମୋ ସହିତ ଅଛନ୍ତି, କର୍ମଟି ଠିକ୍ ଅଛି, ତାହେଲେ ଭଗବାନ ଆପଣଙ୍କ ସହିତ ଅଛନ୍ତି। ସମ୍ପର୍କର କେବେ ମୃତ୍ୟୁ ନାହିଁ, ଏଇଟା ସମ୍ପର୍କର କେବେ ମୃତ୍ୟୁ ନାହିଁ। ମଣିଷର ସ୍ୱଭାବ, ବ୍ୟବହାର ଏବଂ ଗର୍ବ ସମୟ ଏହାକୁ ନଷ୍ଟ କରିଦେଇଥାଏ। ଏହା ଜାଣି ରଖନ୍ତୁ ନିଶ୍ଚୟ, କାରଣ ସମ୍ପର୍କର କେବେ ମୃତ୍ୟୁ ନାହିଁ। କେବଳ ସମ୍ପର୍କ ଖରାପ ନଷ୍ଟ ହୋଇଯାଏ କେଉଁ ହିସାବରେ ନା, ଆମର ସ୍ୱଭାବ, ଆମର ବ୍ୟବହାର ଏବଂ ଗର୍ବ ସମୟ ଏହାକୁ ନଷ୍ଟ କରିଦେଇଥାଏ। ଆଉ ଗୋଟେ କଥା ଆଜ୍ଞା, ଆଉ ପୁରୁଷମାନଙ୍କ ବିଷୟରେ କିଛି ପୁରୁଷ, ମା' ମାନେ ତ ମହାନ, ମା' ମାନଙ୍କ କଥା ମୁଁ ଅନ୍ୟ ଭିଡ଼ିଓରେ କେତେବେଳେ କହିଛି, ଆଉ ତ କହି ମଧ୍ୟ, ମା' ମାନେ କେହି ମାଇଣ୍ଡ କରିବେନି, ପୁରୁଷଙ୍କ କଥା ଆଜି ମୁଁ କହିଦେଉଛି। କିଛି ପୁରୁଷଙ୍କ କଥା କହିବା, କିଛି ପୁରୁଷ ନିଜ ଘରେ ରହିବାର ସୌଭାଗ୍ୟ ପାଆନ୍ତି ନାହିଁ, କାରଣ କିଛି ପୁରୁଷମାନେ ରୋଜଗାର କରିବା ପାଇଁ ବାହାରକୁ ଯିବାକୁ ପଡ଼େ। ବାହାରେ ରହି ଟଙ୍କା ରୋଜଗାର କରିବାରେ ଜୀବନ ବିତାଇ ଦିଅନ୍ତି ପ୍ରାୟ, କାରଣ ଘରର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ବାହାରେ ଯେଉଁମାନେ ଚାକିରି ହେଉ ବା ବିଜନେସ୍ ହେଉ ବା କୌଣସି ଶ୍ରମିକ ହେଉ ରହିଯାଆନ୍ତି, ବାହାରେ ରୋଜଗାର କରିବାରେ ଜୀବନ ତାଙ୍କର ବିତାଇ ଦିଅନ୍ତି। ଯେତେବେଳେ ଛୁଟି ନେଇ କିଛି ଦିନ ଘରକୁ ଯଦି ଆସିଯାଆନ୍ତି, 4 ଦିନ 5 ଦିନ 8 ଦିନ 10 ଦିନ, କିଛି ପରିବାର ତାଙ୍କର ପରିବାର ଲୋକମାନେ ଆଉ କିଛି ନୂଆ, ଆମେ ଆଉ ପଇସା ଆଣିବ, ଆଉ ଆର ମାସରେ ଆସିଲେ ପଇସା ଆଣିବ, ଆମେ ସେଇଟା କରିବା, ଏଇଟା କରିବା, ସେଇଟା କରିବା, ଏମିତି କରି ତାକୁ ବହୁତ ଚିନ୍ତାରେ ପକାଇ ଦିଅନ୍ତି। ତାକୁ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖାଇ ଦିଅନ୍ତି। ସେମାନେ ନୂତନ ସ୍ୱପ୍ନ ଦେଖି ଏମିତି ତାର ଟାଇମ୍ ବଳି ଯାଇଥାଏ। ସେ ଘରେ ବି ଯେଉଁ କିଛି ଦିନ ରୁହନ୍ତି, ଠିକ୍ରେ ବି ସବୁ ଜାଗାରେ ନୁହେଁ, ପ୍ରତ୍ୟେକ ଘରେ ନୁହେଁ, କିଛି ଘରେ ଏମିତି ହୁଏ, ସେ ବାହାରକୁ ପୁଣି ଚାଲିଯାଆନ୍ତି, ଡ୍ୟୁଟିକି ପଳେଇ ଯାଆନ୍ତି। କାରଣ ସବୁ ଜିନିଷ ମେଣ୍ଟେନ୍ କରିବାକୁ ପଡ଼ିବ, ଘରର ପରିସ୍ଥିତି, ରୋଜଗାର ଦରକାର, ଘରେ ବିଭିନ୍ନ ପ୍ରକାର ସମସ୍ୟା ମୁକ୍ତି ପାଇଁ ଆର୍ଥିକ ସ୍ଥିତି ମଜବୁତ କରିବାକୁ ପଡ଼ିବ। ଆଡ଼େ ପିଲାମାନଙ୍କର, ଘରଣୀଙ୍କର, ବାପା ମା'ଙ୍କର ସ୍ୱପ୍ନ, କେମିତି ଆହୁରି ଆଗକୁ ଆମେ ଏଇଟା କରିବା, ସେଇଟା କରିବା, ଏମିତି କରିବା ଦ୍ୱାରା ପଇସା ଦରକାର। ସେଥିପାଇଁ ସେ ପୁଣି ନୂତନ ସ୍ୱପ୍ନ ପୁଣି ଡ୍ୟୁଟିକି ପଳେଇ ଯାଆନ୍ତି। ଡ୍ୟୁଟିରେ ପହଞ୍ଚିଲା ପରେ ତାଙ୍କର ସେଠି ସେମାନେ ଏକାକୀ ହୁଅନ୍ତି, ମାନେ ପରିବାର ଲୋକ କେହି ନାହାନ୍ତି, ସାଙ୍ଗସାଥି ଭାଇ ପଡ଼ୋଶୀ ଥାଇପାରନ୍ତି, କିନ୍ତୁ ନିଜ ଘରର ପରିବାର ସହିତ ତାଙ୍କ ପାଖରେ କେହି ନାହାନ୍ତି। ଏକାକୀ ତାଙ୍କର ଯୌବନ ବିତିଯାଏ ବାହାରେ। ମଝିରେ କେତେବେଳେ କେମିତି ଆସନ୍ତି ଘରକୁ, ହେଲେ ପୁରା ଯୌବନ, ତାଙ୍କର ୟୁଥ୍ ଟାଇମ୍ଟା, ଯେଉଁ 40-50 ବର୍ଷ ଏଜ୍ ପର୍ଯ୍ୟନ୍ତ ବାହାରେ ତାଙ୍କର ରୋଜଗାରରେ ବିତିଯାଏ। ତାପରେ ତାଙ୍କ ଦୁଃଖ ବାଣ୍ଟିବା ପାଇଁ ତାଙ୍କ ପାଖରେ କେହି ଘର ଲୋକ ନଥାନ୍ତି। ତାପରେ ସେ ସବୁଦିନ ଘରକୁ ଯେତେବେଳେ ଫେରି ଆସନ୍ତି,
ଯେତେବେଳେ ସେ ବୃଦ୍ଧ ହୋଇଯାଇଥାନ୍ତି, ଯେଉଁଟାକି ତାଙ୍କର ଟାଇମ୍ରେ ଯେଉଁ ଟାଇମ୍ରେ ସେ ରହିବା କଥା ଘରେ ରହିପାରନ୍ତି ନାହିଁ। ଏଇଟା ସମସ୍ତଙ୍କ ଘରେ ହୁଏ ନାହିଁ, ପ୍ରାୟ କିଛି ଘରେ ହୁଏ। ବହୁତ ପୁରୁଷ ଏଇ ହିସାବରେ କ'ଣ କରନ୍ତି, କିଛି ମାଇଣ୍ଡ ସେଟଅପ୍ ନ କରି ଆତ୍ମହତ୍ୟା ବି କରିଦିଅନ୍ତି ବହୁତ ଜାଗାରେ। କିନ୍ତୁ ମୁଁ ଆପଣଙ୍କୁ ବହୁତ ସମୟରେ କହିନେଇଛି, କେବେ ଆପଣ ଆତ୍ମହତ୍ୟା କରିବେ ନାହିଁ। ଆତ୍ମହତ୍ୟାଟା ହେଉଛି ସବୁଠାରୁ ବଡ଼ ପାପ, ମହାପାପ। ଆତ୍ମହତ୍ୟା କରି ଆପଣ ପାପର ଭାଗିଦାର ହୁଅନ୍ତୁ ନାହିଁ। ଏତିକି ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ସମସ୍ତେ ଭଲରେ ରୁହନ୍ତୁ। ସେମିତି ତ ସୁଖ ଦୁଃଖ ଭଲ ମନ୍ଦ ଆସିଯିବ। ଆଉ ଧନ୍ୟବାଦ। ଆଉ କେବେ ପୁଣି ଭେଟ ହେଲେ ଆଉ ପୁଣି ଅଲଗା କିଛି ଆମେ ଆଲୋଚନା କରିବା। ଧନ୍ୟବାଦ।